ଆଗରୁ ମାର୍ଗଶିର ମାସକୁ ବର୍ଷର ପ୍ରଥମ ମାସ ବୋଲି ବିବେଚନା କରାଯାଉଥିଲା। ତେଣୁ ପ୍ରଥମ ମାସର ପ୍ରଥମ ଅଷ୍ଟମୀ ହୋଇଥିବାରୁ ଏହାର ନାମ ପ୍ରଥମାଷ୍ଟମୀ। ପୋଢ଼ୁଆଁ ବା ପୋରୁହାଁ ହେଉଛି ପ୍ରଥମା ଶବ୍ଦର ଅପଭ୍ରଂଶ। ତେଣୁ କଥିତ ଗ୍ରାମ୍ୟ ଭାଷାରେ ଏହାକୁ ପୋଢ଼ୁଆଁଷ୍ଟମୀ ବା ପୋରୁହାଁଷ୍ଟମୀ ମଧ୍ୟ କୁହାଯାଏ। ଏହି ପର୍ବଟି ପାରିବାରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ। ଯେହେତୁ ଜ୍ୟେଷ୍ଠ ସନ୍ତାନ ପିତା ଭଳି ପରିବାରର ସମସ୍ତଙ୍କ ଦାୟିତ୍ୱ ନେଇଥାଏ, ତେଣୁ ତାର ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ କାମନା କରି ମା' ମାନେ ଆଜିର ଦିନରେ ଷଷ୍ଠୀ ଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁଁ ଘରୁ ଆସୁଥିବାରୁ ଶ୍ରଦ୍ଧାରେ ମାମୁଁ ଘରକୁ ଅଷ୍ଟମୀ ବନ୍ଧୁ ମଧ୍ୟ କୁହାଯାଏ। ଗଜପିପଳି ପତ୍ର ବା ହଳଦୀ ପତ୍ର ବ୍ୟବହାର କରି ପ୍ରସ୍ତୁତ ହେଉଥିବା ଏଣ୍ଡୁରି ପିଠା ଏହି ପର୍ବର ବିଶେଷତ୍ୱ। ଆଜିର ଦିନରେ ପୋରୁହାଁ ହେବା ପାଇଁ ଆମ ଲିଙ୍ଗରାଜ ମହାପ୍ରଭୁ ତାଙ୍କ ମାମୁଁ ଘର କପାଳୀ ମଠକୁ ଯାଆନ୍ତି। ସେଠି ତାଙ୍କ ମାମୁଁ ମାଇଁ ବରୁଣେଶ୍ୱର ଓ ବନଦେବୀ ତାଙ୍କୁ ପୋରୁହାଁ କରନ୍ତି। ଦୁଇ ଭଣଜା ମହାପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭାଣେଜୀ ଦେବୀ ସୁଭଦ୍ରାଙ୍କୁ ପୋରୁହାଁ କରିବେ ବୋଲି ନିଆଳି ମାଧବ ମନ୍ଦିରରୁ ଆଜି ଶ୍ରୀମନ୍ଦିରକୁ ପ୍ରଥମାଷ୍ଟମୀ ଭାର ମଧ୍ୟ ଆସିଥାଏ।